सकाळ होईछि। रावण उच्च स्वर रे कहूछि, वंश एवं ध्वंस है, अन्य उपर आशा करवा वृथा। बोधि बा बुझासुझा करी मो भ्राता को घेनी आस। विनिद्र हेले बा निदर उठिले शीघ्र बैरी साहसक अवश्य से विनाश करिब। महोदर जुलपाक्ष को रावण एक कहवा मात्रे सेमाने तांको श्रेष्ठ घर भीतर को जाई देखिले पलंक उपरे विंध्य पर्वत भली शोइछि कुंभकर्ण। निश्वास बतास भली बहुछि। ता मंदिरर चाल ऊपर को उठुछि और पड़ुछि से निश्वासर पवन रे। निद भांगिबा पई ता देहरे बहुत चंदन बोलिले। बहुत लोक रुंड होई उच्चरे डाक देले। विचेष्टा बा निद न भांगिबारु श्रुति बा कान पाखरे तुहाई तुहाई बारंबार बाजा बजेले। घोड़ा नहीं छाती रे दौड़ाइले। बारणदंत बा हाथी दांतरे बसिला। चेता पाई बसिला कुंभकर्ण। आहार रूपे बहु खाद्य खाई दूध मद रक्त पीला। शत शत बाहरी बा मईसी आहार रूपे भोजन करी हाथ में शूल धरी से बाहरिला। मेरु पर्वत रे कल्पवृक्ष भली लंकार पाचिरी ठारू बड़ी ता रूप देखागला। ऐरावत दांत उपाड़ी थिबारु निज अन्य दंत को से आउंसिला। सूर्य भाविले, मो अश्व को भोजन कले मु चलिबी किपरि? पृथ्वी उपरे चलिबारु ता ओजन रे बासुकी हीनबल हेले। देखियो मात्रे छत्रभंग देले बानर माने। रघुनाथ विभीषण को पचारिले, कि अद्भुत घटुछि? हठात आकाश को छुँथुवा पर्वत कुआड़ू आसिला? विभीषण भाषण देला, ए घट श्रवण बा घट अर्थात माठिया भली कान थिबा कुंभकर्ण। याकू न डरिबाकू ब्रह्मांड रे जणे हेले नाही। से दर्पक बा कामदेव भली टाण। आपणक इक्षण बा आखि पड़िलानी, तक्षण नाश जीव।
ଦେଇ ବହୁତ ଲୋକ ରୁଣ୍ଡ ହୋଇ ଚେଷ୍ଟାନ ଭାଜରି ଶ୍ରୁତି ପାଶେ ତୁହାରି ବିବିଧ ବାଦ୍ୟକୁ ବଜାଇ ସେ ଆଜି ନେଇ ବିସ୍ତାର ଅଙ୍କରେ ଭୁଆଇ ବାରଣ ଦନ୍ତରେ ମରାଇ ବସିଲା ଚେତା ପାଇ ବହୁ ଆହାର ଖାଇ ବସିଲା ଚେତା ପାଇ ବହୁ ଆହାର ଖାଇ ଦୁଧ ମରର ପତ ପିଇ ସେ ଆଜି ନେଇ ଆହାରି ସତ ସତ ଆହାରି ହୋଇ ଦଟ ବାହାରି କରେ ଷୋଳ ଧୂତ ବିବୋଧା ଜଳେ ସ୍ଥିତ ଅଳ୍ପବାଦ ପବତ ପ୍ରାକାର ତିନି ବିଶେଷତ ସେ ବଳବନ୍ତ ବାହ୍ୟ ପ୍ରମୁଖଟି ଭେଦ ବାର ବାର ଆଉଁ ସେ ଦନ୍ତ ବିମଳ ଜ୍ୟୋତି ହତ ଆଦିତ୍ୟ ସନ୍ତ ପନ୍ତ ବିମଳ ଜ୍ୟୋତି ହତ ଆଦିତ୍ୟ ସନ୍ତ ପନ୍ତ ତୁରଙ୍ଗ ରଙ୍ଗ ବିଳମ୍ବିତ ସେ ବଳବନ୍ତ ଆସୁତି ଅସକତ ଆସୁ ପୃଥ୍ୱୀ ଲସିତ ଉମା ଗୁରୁ ଗୁରୁ କମ୍ପିତ ଘୋଣାରୁ ଦମ୍ଭ ବ୍ରାତ ଘୋଣାରୁ ପଳାୟତ ଅସର କପିତ ସ୍ତତ ଯେ ବିଲୋକିତ ବୋଇଲେ କି
ସନ୍ଦେଶ ପାଇ କୁମ୍ଭକର୍ଣ୍ଣ ରାକ୍ଷସ ପଥରେ ଯିବାବେଳେ ଦେଖିଲା ଦେଶର ବହୁତ କ୍ଷତି ହୋଇଛି। ବିନୟ ଭାବରେ ଲଙ୍କେଶ ପାଶେ ବସି ଏ ବିଷୟରେ ପ୍ରଶ୍ନ କରନ୍ତେ ବୀରବର ବା ବୀରଶ୍ରେଷ୍ଠ ରାବଣ କହିଲା, ବିପଦ ରୂପୀ ବ୍ୟାଧିରେ ମୁଁ କୃଶ ବା ଦୁର୍ବଳ ହୋଇଛି। ତୁ ବୈଦ୍ୟ ହୋଇ ମୋ ଆତୁର ନାଶ କର। ଏଠାରେ ଦଶରଥ ସୁତ ବାନର ଘେନି ଦ୍ରବ୍ୟାଦି ବା ରାକ୍ଷସମାନଙ୍କ ଦଶମ ଦଶା ବା ମରଣ ପହଞ୍ଚାଇଛି। ସେ ଅରାତି ବା ଶତ୍ରୁ ହେଲା କାହିଁକି? ବାନର ସଙ୍ଗେ ତାର ସଙ୍ଗତି ବା ମେଳ କେମିତି ବୋଲି କୁମ୍ଭକର୍ଣ୍ଣ ବୋଲନ୍ତେ ଲଙ୍କପତି କହିଲା, ମାରିଚକତି ଯାଇ ତାକୁ ମାୟାମୂର୍ତ୍ତି କରାଇଲେ। ବେନି ଜ୍ୟୋତି ସେ ମାୟାମୃଗକୁ ବିନ୍ଧିଗଲା ବେଳେ ତା ଯୁବତୀକୁ ବଳେ ଆଣିଲେ। ସେ ସୁଗ୍ରୀବ ସଙ୍ଗେ ପ୍ରୀତ କରି ବାଳି ବଧିଲା, ଶୈଳ ପକାଇ ସାଗର ସେତୁ କରି ଏଠିକୁ ଆସିଲା। କୁମ୍ଭକର୍ଣ୍ଣ କହିଲା, କି କଲୁ? ନାରୀ ଚୋର ମାତ୍ର ବୋଲି ପ୍ରସିଦ୍ଧି ରହିଲା। ବାଳିକୁ ଯିଏ ବଧିପାରେ ତୁ ତାର ବିରୋଧୀ ହେଲୁ। କିଡ଼େ ଯୁଧି ବା ଯୋଦ୍ଧା ପାରିଧିରେ ବନ୍ଧ ବାନ୍ଧି ପାରିଲା ସେ। ବିଶ୍ୱରେ କିଏ ଏକଥା ସାଧିପାରିବ? ଏମିତି ବୁଦ୍ଧି ବା ବୋଧ ଦେଇ କହିବାରୁ ବିଂଶାକ୍ଷ କହିଲା, ସମୃଦ୍ଧି ଆଶାରେ ଅବିଧି ବା ଅନ୍ୟାୟ କଲା। ତୁ ମଧ୍ୟ ଭିଦଧି ବା ଭୟାଳୁ ହେଲୁଣି। ପଳା ତୁ। ବାଳକ ମେଘନାଦ ହାତରେ ପ୍ରଥମରୁ ଲକ୍ଷ୍ମଣ ଶକ୍ତିଭେଦ ହେଲା। ନାଗପାଶରେ ଭ୍ରାତାଦ୍ୱୟଙ୍କୁ ବାନ୍ଧିଲା। ବେଳୁ ବେଳ କୁମ୍ଭକର୍ଣ୍ଣର ଅପଘନ ବା ଶରୀର ବିବର୍ଦ୍ଧନ ହେଲା ବା ବଢ଼ିଲା। ବନଚର ବା ବାନର ସୈନ୍ୟଙ୍କୁ ହୀରା ବା ଉଇ ଭଳି ମର୍ଦ୍ଦନ କଲା ବା ଦଳିଦେଲା କୁମ୍ଭକର୍ଣ୍ଣ। ତା ନିଶ୍ୱାସରେ ଶୁଖିଲା ରସୁଣ ଚୋପା ଭଳି ବୀରମାନେ ଉଡ଼ିଲେ। ବାଟରେ ଅଙ୍ଗଦ ଓ ହନୁମାନ ବିରୋଧ କଲେ। ଦୁଇଟି ପର୍ବତ ତା ଉପରକୁ ଫୋପାଡ଼ିବା ମାତ୍ରେ ଚୂନା ହେଇଗଲା। ବାମ ପାଦରେ ପାହାର ଦେଇ ଦୁଇ ଜଣଙ୍କୁ ଅଚେତ କରିଦେଲା। ସୁଗ୍ରୀବ ଛାତିରେ ପାହାର ଦେଇ ଭୂମିରେ ଲୁଟାଇ ଦେଲା। ତା ବାଳ ଧରି ସାଙ୍ଗରେ ନେଲାବେଳେ ପ୍ରବଳ ପବନ ସୃଷ୍ଟି ହୋଇ ମୂର୍ଚ୍ଛିତ ସୈନ୍ୟ ଚେତା ପାଇଲେ।
জগ জেঠি মান পদ্মরে হনুমান অঙ্গদ অভিমান লোভী বিরোধিলে বদন সে বলবান ঘাতিবে নিশানু মান বাজি তনুরে ভিন্ন ভিন্ন বাম পাদ চালন শূল প্রহারে ঘন বাম পাদ চালন শূল প্রহারে ঘন সেবেনি হেলে অচেতন সে বলবান রমন্তে কপটি পঞ্চসেনা লম্পটি তাଙ୍କୁ বিধ্বংসী কত্রুটি বাটি সুগ্রীবা ভেটি পরিখা দেবীতি যহু পড়িলে মহিলটি সে বাଳଗୋଟି ବିଧିରେ ଧଇଲା ସାଉଁଟି ବକ୍ଷରେ ଲଗାଇଲେ ଉଠି ପବନ ସୃଷ୍ଟି ସେ ମେଳରେ ପ୍ରକଟି ପବନ ସୃଷ୍ଟି ସେ ମେଳରେ ପ୍ରକଟି ଗୋଳେ ସେନାଙ୍କ ମୂର୍ଚ୍ଛା ତୁଟି ସେ ବାଳଗୋଟି ବାହାରିଲେ ତା ପଛେ ତିମିକି କ୍ଷୁଦ୍ର ମଛେ ବେଷ୍ଟିତ ହେଲା ପରା ସ୍ୱଚ୍ଛେ ସୁତ ଗଛେ ଗଛେ କେହି ତରିବା ବାଞ୍ଚେ ବାର୍ତ୍ତା ପ୍ରକଟେ ରଘୁ ବଛେ যে রইছে বিজ্ঞান হতে থাম হচ্ছে বলিষ্ঠে গণিবে নিপুছে বিকতি নাশা তুছে শ্রুতি ছিড়াই পছে বিকতি নাশা তুছে শ্রুতি ছিড়াই পছে অন্তরিক্ষ